ସାର୍ ଜୟଜୀବ। ଜୟଜୀବ। ସାର୍ ଗତ ଅଧ୍ୟାୟରେ ଆପଣ 13 ନମ୍ବର ସୂତ୍ର ବିଷୟରେ କହିଥିଲେ। ଆଜ୍ଞା। ଯୋଗଶାସ୍ତ୍ର ସମାଧିପାଦର ବର୍ତ୍ତମାନ ତ ଆମର ଚାଲିଛି ଯୋଗଶାସ୍ତ୍ର ପତଞ୍ଜଳି ଯୋଗତମ ଶାସ୍ତ୍ର ସମାଧିପାଦର ପ୍ରଥମ ଭାଗର ବର୍ତ୍ତମାନ ସୂତ୍ର ଆଲୋଚନା ଚାଲିଛି। ଆଜ୍ଞା। 13 ନମ୍ବର ସୂତ୍ର ପର୍ଯ୍ୟନ୍ତ ଆମର ଆଲୋଚନା ସରିଛି। ଆଜି ସାର୍ 4ର୍ଥ ନମ୍ବର ସୂତ୍ର ବିଷୟରେ ଟିକେ ଆଲୋଚନା କରିବେ। 14 ନମ୍ବର ଚତୁର୍ଦ୍ଦଶ ନମ୍ବର ସୂତ୍ରର ଆମେ ଆଲୋଚନା କରିବା। ସପ୍ରେମୀ ଜୟଜୀବ। ପ୍ରିୟ ଆତ୍ମନ୍, ଆମେ ଗତ ଥର ଆଲୋଚନାରେ ରଖିଥିଲୁ ତ୍ରୟୋଦଶ ସୂତ୍ର, ଯେଉଁଟା ତତ୍ର ସ୍ଥିତ ଯତ୍ନ ଅଭ୍ୟାସ। ଅଭ୍ୟାସଟା କାହାକୁ କୁହନ୍ତି ନା ଏଇ ଯେଉଁ ସେଇ ସ୍ଥିତିରେ ରହିବା ଏବଂ ସେଇ ସ୍ଥିତିରେ ସାଧନ କରିବା ନାମ ହେଉଛି ବାରମ୍ବାର ଅଭ୍ୟାସ। ଆଜିର ବିଷୟ ହେଉଛି ଚତୁର୍ଦ୍ଦଶ ଅଧ୍ୟାୟର କେତେ ଦିନ ପର୍ଯ୍ୟନ୍ତ ସାଧ୍ୟ କରିବା। ସେଥିରେ ମହର୍ଷି ପତଞ୍ଜଳି କହୁଛନ୍ତି ଯେ ଯୋଗ ଅଭ୍ୟାସ କରିବା ପାଇଁ ସତୁ ଦୀର୍ଘକାଳ ନୈରନ୍ତର୍ଯ୍ୟ ସତ୍କାରା ସେଇବିତ ଦୃଢ଼ ଭୂମି। ମହର୍ଷି ପତଞ୍ଜଳି କହୁଛନ୍ତି ଏଇ ଯେଉଁ ଯୋଗାଭ୍ୟାସ ଇଏ ଦିନେ 2 ଦିନ କି 5 ଦିନର ସାଧନ ନୁହଁ। ଏ ଦୀର୍ଘକାଳ ପର୍ଯ୍ୟନ୍ତ ଶ୍ରଦ୍ଧା ଆଉ ବିଶ୍ୱାସର ସହିତ ସାଧନ କରିବା ଆବଶ୍ୟକ। ଦୀର୍ଘକାଳ ଧରିକି ତାକୁ ସାଧନ କରିବାକୁ ପଡ଼ିବ। ତ ଇଏ ଏଇ ଯେଉଁ ଯୋଗ ସ୍ୱରୂପସ୍ଥ ହେବା ଆଉ ଯୋଗସ୍ଥ ହେବା, ଏହାର ଯେଉଁ ଦୀର୍ଘ ଦିନ ଧରିକି ସାଧନ କଲେ ତେବେ ଯାଇକି ସେଟା ଦୃଢ଼ ହେବ। ଗୋଟେ ବିଷୟ ଆମେ ଆଲୋଚନା କରୁଛୁ ଯେ ଦୀର୍ଘକାଳ କରିବାର ଆବଶ୍ୟକତା ଏଇଥିପାଇଁ ରହୁଛି ଯେହେତୁ ଆମେ ସମସ୍ତେ ସାଂସାରିକ ଲୋକ। ସଂସାରରେ ଆମେ ରହୁଛୁ 24 ଘଣ୍ଟା। 24 ଘଣ୍ଟାରେ 6 ଘଣ୍ଟା ନିଦ୍ରାରେ ଯାଉଛୁ, ଆଉ ବାକି 18 ଘଣ୍ଟା ଆମେ ସଂସାରରେ ରହୁଛୁ। ତ ସଂସାରରେ ରହିବା ଦ୍ୱାରା ଆମର ମନ ସଂସାରରେ ବିଭିନ୍ନ କାର୍ଯ୍ୟରେ ସେ ଲିପ୍ତ ରହୁଛି। ଏ ବିଭିନ୍ନ କାର୍ଯ୍ୟରେ, ବିଭିନ୍ନ ଭାବନାରେ, ବିଭିନ୍ନ ଚିନ୍ତନରେ ଲିପ୍ତ ରହୁଛୁ, ଯାହାଦ୍ୱାରା ମନରେ ଯେଉଁ ଲକ୍ଷ୍ୟ ଆମର ହେଉଛି କ'ଣ, ଯୋଗର ଲକ୍ଷ୍ୟ କ'ଣ, ସ୍ୱରୂପସ୍ଥ ହେବା। ତ ଏ ସ୍ୱରୂପ ଠାରୁ ବିଚ୍ୟୁତ ହୋଇକି ସେ ଯେତେବେଳେ ସଂସାର କାର୍ଯ୍ୟରେ ଲିପ୍ତ ରହୁଛୁ ଅଧିକାଂଶ ସମୟ, ସେ ଅଧିକାଂଶ ସମୟ ଭିତରେ ମନର ସେଥିରେ ବାରମ୍ବାର ସେଇ କାର୍ଯ୍ୟରେ ରହିବା ଦ୍ୱାରା ମନ ଭିତରେ ସେଇ କାର୍ଯ୍ୟଗୁଡ଼ିକ ଯେମିତି ସେ କାର୍ଯ୍ୟଗୁଡ଼ିକର ଆବରଣ ରହିଯାଉଛି। କଥାଟା ବୁଝିପାରିଲେ? ଏଇଟା ଫୋନ୍ଟା କାଟିଦିଅ। ତ ସେଇଠୁ ଆମର ଯେଉଁ 24 ଘଣ୍ଟା ଭିତରେ ଆମେ ଯେଉଁ ରହୁଛୁ, କିନ୍ତୁ ତା ପାଇଁ ଆମେ ସାଧନ କରିବା ପାଇଁ 1 ଘଣ୍ଟା କି 1.5 ଘଣ୍ଟା ମାତ୍ର ଦେଉଛୁ। ବାକି ଯେଉଁ 17 ଘଣ୍ଟା 16 ଘଣ୍ଟା ରହିଯାଉଛି ସେ ସଂସାର କାର୍ଯ୍ୟ ବ୍ୟସ୍ତ ରହୁଛୁ। ତେଣୁ ମନରେ ସେଇ ପ୍ରକାର କାର୍ଯ୍ୟର ଯେଉଁ କାର୍ଯ୍ୟର ଅଭ୍ୟାସ ଜ୍ଞାନ ରୂପରେ ରହିଯାଉଛୁ। ମନ ଯାଇକି ସଂସାର କାର୍ଯ୍ୟ ରହୁଛୁ, ତାର ବିଭିନ୍ନ ପ୍ରକାର ବାରମ୍ବାର ମନନ ଚିନ୍ତନ କରିବାକୁ ପଡ଼ୁଛି ସାଂସାରିକ କାର୍ଯ୍ୟ ବିଷୟରେ। ତ ସେଇ କାର୍ଯ୍ୟଗୁଡ଼ିକର ଅଭ୍ୟାସ ମନରେ ଦୃଢ଼ ହେଇଯାଉଛୁ। ଆଚ୍ଛା, ମନ ସହିତ ତ ଯୋଗାଭ୍ୟାସ କରିବା ପାଇଁ ତ ଆମର ସିନା ମନର ଆବଶ୍ୟକ ଅଛି, ଆମେ ମନ ଦ୍ୱାରା ଯୋଗ କରୁଛୁ, କିନ୍ତୁ ତା ପାଇଁ ପୁଣି ଶରୀର ଅଛି। ଶରୀର ଭିତରେ ବିଭିନ୍ନ ପ୍ରକାର ଅଙ୍ଗ ପ୍ରତ୍ୟଙ୍ଗ ଅଛି। ଆମର ବିଭିନ୍ନ ପ୍ରକାର ଏଇ ଯେଉଁ ଶରୀରର ବିକାର ଗୁଡ଼ିକ ସବୁ ଅଛି। ପ୍ରାଣର ଯେଉଁ ଯିବା ଆସିବା ଯେଉଁ ଲାଗିଛି ଇଏ ଯନ୍ତ୍ର ସ୍ୱରୂପ। ତେଣୁ ସେଇଥିରେ ଯେଉଁ ମନ ଯାଇକି କାର୍ଯ୍ୟ କରୁଛି ସଂସାରରେ ଦେଖିବେ ସେ ବହୁତ କିଛି ଜିନିଷର ଅନୁଭବ କରୁଛି। କିଏ? ମନ। କେତେବେଳେ ସେ ଉତ୍ଫୁଲ୍ଲ ହେଉଛି କାର୍ଯ୍ୟରେ, ତ କେତେବେଳେ ଦୁଃଖୀ ହେଉଛି, କେତେବେଳେ ଡରି ଯାଉଛି, ତ କେତେବେଳେ ସାହସର ସହିତ କାମ କରୁଛୁ, କେତେବେଳେ ଶାନ୍ତିରେ କାମ କରୁଛୁ, ତ କେତେବେଳେ ଅଶାନ୍ତିରେ କାମ କରୁଛୁ। ତ ଏଇଭଳି ଯେଉଁ କର୍ମର ଅଭ୍ୟାସ ଦ୍ୱାରା ବାରମ୍ବାର ମନ ଉପରେ
ମଇଳା ରୂପରେ ତାର ଆବରଣ ଗୋଟେ ହେଇଯାଉଛି। ତେଣୁ ଏ କି ଗୋଟେ ଘଣ୍ଟା ସାଧନ ଭିତରେ ତାକୁ ଛାଡ଼ିବାର ଅଛି। ହଁ ଏଇଠି ଆଉ ଗୋଟେ କଥା କହି ରଖେ ଯେ ଯୋଗାଭ୍ୟାସ ଆମେ ଯେଉଁ ଗୋଟେ ଘଣ୍ଟା ସଂସାର ଭିତରେ ଯେ କରୁଛୁ, ସକାଳେ ଘରେ ରହି ଆମେ ଯେ ଗୋଟେ ଘଣ୍ଟା କି 1.5 ଘଣ୍ଟା ଯେଉଁ ଯୋଗାଭ୍ୟାସ କରୁଛୁ, କିନ୍ତୁ ପ୍ରକୃତ ଯୋଗାଭ୍ୟାସ ତାହା ଭିତରେ ସୀମିତ ନୁହେଁ। ସଂସାର ବି ମଧ୍ୟ ସେ ଯୋଗାଭ୍ୟାସର କାମ ଅଛି, ଯେଗୁଡ଼ାକ ଯମ ନିୟମ ଗୁଡ଼ିକ ଯେମିତି ସଂସାରରେ ଥାଇ ସେ ଯମ ନିୟମ ପାଳନ କରିବା ତ ସେ ବି ଯୋଗାଭ୍ୟାସ ଭିତରେ ଆସୁଛି। ଯମ ନିୟମ ପାଳନଟା ଯେମିତି ଯେଉଁ ଆମର 5ଟି ଉପାଙ୍ଗ, ନିୟମର 5ଟି ଉପାଙ୍ଗ, ଅହିଂସା ସତ୍ୟ ଅସ୍ତେୟ ବ୍ରହ୍ମଚର୍ଯ୍ୟ ଅପରିଗ୍ରହ, ଶୌଚ ସନ୍ତୋଷ ଶ୍ରଦ୍ଧାଇ ତପ ଈଶ୍ୱର ପଣିଧାନ, ଏଇ 5ଟା 10ଟା ଇଏ ସଂସାରରେ ରହିକି ଏହାର କାମ କରିବାକୁ ପଡ଼ିବ, ସମାଜରେ ରହି ଏହାର କାମଟା କରିବାକୁ ପଡ଼ିବ। ତ ସାଧକର ସାଧନ 1 ଘଣ୍ଟା ବା 1 ଘଣ୍ଟା ଭିତରେ ତାର ସୀମିତ ନୁହେଁ। ସେ ସାଧନ ସଂସାରରେ ଥାଇ ବି ମଧ୍ୟ ସେ ସାଧନ କରିବ, କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ତାକୁ କରିବାକୁ ପଡ଼ିବ। ଦେଲେ ଆମ ଭିତରେ ଯେତେ ପ୍ରକାର ସବୁ କୁସଂସ୍କାର ଗୁଡ଼ିକ ଅଛି, ସେ କୁସଂସ୍କାର ଗୁଡ଼ିକ ବାରମ୍ବାର କାର୍ଯ୍ୟ ରୂପରେ ଆମେ ତାକୁ ସୁଧାରିବା, ଏଇଠି ଗୋଟେ ବିଷୟ କହି ରଖୁଛି ଯେଉଁଟାକି ଆମେ ପରେ ଆଲୋଚନାରେ ସେଇଟା ଆସିବୁ। ଆମର ମନ ଯେଉଁ ସଂସାରରେ ରହି ଏହି ପ୍ରକାର ଆବରଣଯୁକ୍ତ ଯେଉଁ ହେଉଛି, ଅଶୁଦ୍ଧ ହେଇଯାଉଛି, ତାକୁ ପବିତ୍ର କରିବା ପାଇଁ ଯୋଗ ସାଧନ ଆବଶ୍ୟକ ଅଛି। ଏଇ ଯେଉଁ ପବିତ୍ର ହେବ କେମିତି ଆମ ଭିତରେ ନା ମନର ଯେଉଁ ସ୍ୱରୂପ ସ୍ଥିତି ସେ ହେଉଛି ପବିତ୍ର ସ୍ଥିତି, ଯେଉଁଟାକି ପରମପଦ, ସେଇ ସ୍ଥିତିକୁ ନେବାକୁ ପଡ଼ିବ। ତ ତା ପାଇଁ ସାଂସାରିକ ସାଧନଟା ଆବଶ୍ୟକ ଅଛି। ଆଉ ଦିନେ 2 ଦିନ ଭିତରେ ଏହା ହେଇପାରିବ ନାହିଁ। ଦୀର୍ଘକାଳ ଧରିକି ଶ୍ରଦ୍ଧା ଆଉ ହଁ କୁହନ୍ତୁ। ମୋତେ ଜଣେ ପଚାରିଥିଲେ, ମୋତେ କହୁଥିଲେ ଯେ କେତେ ଦିନ ପର୍ଯ୍ୟନ୍ତ ସାଧନା କରିବା, ଦେଖି ମୁଁ କହିଲି ଆପଣ ଏଟା ତାର ଗୋଟେ ସୂତ୍ର ଅଛି, ମୁଁ ଏଇ ବିଷୟରେ କହିଲି ସତୁ ଦୀର୍ଘକାଳ ନୈରନ୍ତର୍ଯ୍ୟ ସତ୍କାର ସେ ଭିତରେ ଦୃଢ଼ ହୁଏ। ଆଉ ଦୀର୍ଘକାଳ ପର୍ଯ୍ୟନ୍ତ କରିବାକୁ ପଡ଼ିବ, କିନ୍ତୁ ଏତେ ଦିନ ପର୍ଯ୍ୟନ୍ତ କରତେ ପଡ଼ିବ ନା। ମୁଁ ତାକୁ ଗୋଟେ କଥା କହିଲି, ବୋଧେ ତା ମନକୁ ପାଇଯାଇଥିବ। ମୁଁ କହିଲି ତମେ ଆଜି ଧର ଆଜି 2 ଦିନ 3 ଦିନ ଖାଇଦେବ, ଆଉ ତାପରେ ଖାଇବନି। ନିତ୍ୟକ୍ରମ ଦିନେ 2 ଦିନ ଦାନ୍ତ ଘଷିବ, ବ୍ରସ୍ କରିବ, ଆଉ କିଛି କରିବନି। ଶୌଚ ଦିନେ 2 ଦିନ କରିବ, ତାପରେ ଆଉ କରିବନି। এইটা যোগ সাধনটা ଗୋଟେ ହେଉଛି ନିତ୍ୟ କର୍ମ। ମୁଁ ତାକୁ ସେଇ ବିଷୟରେ କହିଥିଲି, ବୋଧେ ତା ମନକୁ ପାଇଯାଇଛି ସେଇ ଟପିକ୍ଟା ତାକୁ। ଏଇଟା ପ୍ରକୃତ ସତ କଥା ଯେ ପର୍ଯ୍ୟନ୍ତ ଆମେ ବଞ୍ଚିଛୁ ସେତେ ପର୍ଯ୍ୟନ୍ତ ଖାଇବା ନା ଯୋଗ ସାଧନ ଆମର ଜୀବନର ଏକ ଅଙ୍ଗ ହିସାବରେ ଯଦି ଆମେ ଧରି ନେବୁ, ପ୍ରକୃତରେ ତ ଗୋଟେ ଅଙ୍ଗ, ଏଇଟା ହିଁ ପ୍ରକୃତରେ ଗୋଟେ ଆମର ଜୀବନର ଗୋଟେ ଅଙ୍ଗ ଯଦି ଆମେ ଧରି ନେବୁ। ଯେମିତି ଧରନ୍ତୁ ଆମେ 2ଟା ଜୀବନ ଅତିବାହିତ କରୁଛୁ, ଗୋଟେ ସାଂସାରିକ ଜୀବନ ମାନେ ଭୌତିକ ଜୀବନ, ଗୋଟେ ଆଧ୍ୟାତ୍ମିକ ଜୀବନ। ଆଧ୍ୟାତ୍ମିକ ଜୀବନ ଭିତରେ ଆମେ ଆସୁଛୁ, ଆମେ ନିଜ ବିଷୟରେ ଜାଣିବା, ବୁଝିବା ଏବଂ ନିଜକୁ ନିଜେ ସାଧନ କରିବା, ଅଭ୍ୟାସ କରିବା, ଯେଉଁ ନିଜର ଭଲ ପାଇଁ ଆମେ ନିଜେ ସାଧନ କରିବା। ଆଉ ସାଂସାରିକ କର୍ମ ଭିତରେ ସାଂସାରିକ ସାଧନ ଆସୁଛି, ଯେଉଁଟାକି ଜୀବନ ନିର୍ବାହ ନିମନ୍ତେ ରହିବା, ଖାଇବା, ବାସସ୍ଥାନ, ଅନ୍ନ ବସ୍ତ୍ରର ଯୋଗାଡ଼ କରିବା, ଇଏ ତ ସଂସାର। କିନ୍ତୁ ସେଇ ଅନ୍ନ ବସ୍ତ୍ର ଯୋଗାଡ଼ କରିକି ନିଜର ଖାଦ୍ୟ ପାଇଁ ଦୀର୍ଘ ସମୟ ଚାଲିଯାଉଛୁ। ନିଜର ସାଧନ ପାଇଁ, ନିଜର ପ୍ରକୃତ କର୍ତ୍ତାର ସାଧନ ପାଇଁ ନିଜେ ଆମେ ବହୁତ ସମୟ ଦେଇପାରୁନେ, ମାତ୍ର 1 ଘଣ୍ଟା 1.5 ଘଣ୍ଟା ଦେଉଛୁ। ଆଉ ଟିକେ ରହିଗଲା ଆମର ସତୁ ଦୀର୍ଘକାଳ ନୈରନ୍ତର୍ଯ୍ୟ ସତ୍କାର ସେବିତ। ସତ୍କାର ସେବିତ ଲେଖା ହେଇଛି, ସତ୍କାର ସେବିତ। ଅର୍ଥାତ୍ ଦୀର୍ଘକାଳ ସତ୍କାର ମାନେ ଶ୍ରଦ୍ଧାର ସହିତ, ଶ୍ରଦ୍ଧା ଆଉ ବିଶ୍ୱାସ, ସେବିତ ମାନେ ବିଶ୍ୱାସ। ଯେଉଁଟା ସତ୍କାର ହେଉଛି, ସେ ସତ୍କାର ଶବ୍ଦଟା ଯେଉଁଟା ଆସୁଛି ସେଇଟା ଆମେ ବହୁତ କିଛି କଥାରେ ସେଇଟା ବ୍ୟବହାର କରୁ। ଏ ଯେଉଁ ନିରନ୍ତର ସତ୍କାର ସେବିତ, ଅର୍ଥାତ୍ ଆମେ ଶ୍ରଦ୍ଧାର ସହିତ ମାନେ ଅତି ଆଗ୍ରହର ସହିତ ସତ୍କାର, ମାନେ ନିଜ ଆକାରରେ ମାନେ ନିଜ ପାଇଁ ଆମେ
সেটা যে সাধন করুছু সেই অন্তরঙ্গতাটা রহব অন্তরঙ্গতার সহিত সৎকার আন্তরিকতার সহিত আপনি সাধন সৎকারা সেবিত আন্তরিকতার সহিত তার କ'ଣ ସାଧନ କରିବା ହେଲେ ଯାଇ ଦୃଢ଼ଭୂମି ହଁ ଯେଉଁଟା କୁହାହେଉଛି ଶ୍ରଦ୍ଧା ଆଉ ବିଶ୍ୱାସର ସହିତ ସାଧନ କରିବା। ସାଧନ କରିବା। ତ ଏଇଠି ମୁଁ ଆଉ ଗୋଟେ କଥା କହି ରଖେ ଯେ ଗୁରୁଦେବଙ୍କର ବାଣୀ ମହର୍ଷି ପତଞ୍ଜଳିଙ୍କର ଯେଉଁ ଯୋଗଦର୍ଶନ ଶାସ୍ତ୍ର ଇଏ ଯେଉଁ ସାଧକ ନିଜର ଯେଉଁ ଦୃଢ଼ ବିଶ୍ୱାସ ନିଜେ ଯେଉଁ ଦୃଢ଼ ବିଶ୍ୱାସର ସହିତ ଯେ ନେଇଯିବ ଯେ ଏହାରି ଦ୍ୱାରା ମୋର ଉପକାର ହେବ ତ ତାଙ୍କର ନିଶ୍ଚିତ ଉପକାର ଆଉ ଅତି ଶୀଘ୍ର ହେବ ଦୃଢ଼ ଭାବରେ ଅତି ଯତ୍ନର ସହିତ ସେ ଯୋଗ ସାଧନ କରୁଥିବେ। ଆଉ ଗୋଟେ ସବୁଠାରୁ ବଡ଼ କଥା ହେଉଛି ଯେ ଇଏ ଯେଉଁ ଆଧ୍ୟାତ୍ମିକ ସାଧନ ବ୍ରହ୍ମଜ୍ଞାନ ଏଇ ଯେଉଁ ବ୍ରହ୍ମଜ୍ଞାନ ତ ବେଦ ଉପନିଷଦରେ ଆମର ଯେଉଁ ଆତ୍ମର ଆମର ଯେଉଁ ଜୀବନର ବା ଜୀବର ଯେଉଁ ଗୁଣଗାନ କରାହେଇଛି ଆତ୍ମର ଅୟମ ଆତ୍ମା ବ୍ରହ୍ମ ତତ୍ତ୍ୱମସି ତମେ ସେଇ ମୁଁ ସେଇ ଅହଂ ବ୍ରହ୍ମାସ୍ମି। ତ ଏଇ ଯେଉଁ ବେଦ ବାକ୍ୟ ଇଏ ଆମ ନିଜ ଆତ୍ମା ପାଇଁ ତ ତାର ସାଧନ କରିବା ପାଇଁ ଆମକୁ ଦୀର୍ଘକାଳ ଧରି ଆମେ ତାକୁ ଶ୍ରଦ୍ଧା ଆନ୍ତରିକତା ବିଶ୍ୱାସ ଅତି ନିଷ୍ଠାର ସହିତ ସାଧନ କରିବା ଉଚିତ। ସାଧନ କଲେ ତେବେ ଯାଇକି ଆମେ ସ୍ୱରୂପ ସ୍ଥିତିରେ ଆସିବୁ ଅର୍ଥାତ୍ ବାହାରେ ଭୋଗ ଭିତରେ ଯୋଗ ବାହାରେ ବ୍ୟୟ ଭିତରେ ଆୟ ତ ବ୍ୟୟ କରିବା ପାଇଁ ଆୟ କରିବାଟା ଆବଶ୍ୟକ ଅଛି ଯାହା ଯେଉଁ ଶକ୍ତି ଆମ ଭିତରେ ବର୍ତ୍ତମାନ ଭିତରେ ତେଣୁ ତାକୁ ଦୀର୍ଘ କାଳ ଧରିକି ଆମକୁ ୟାର ସାଧନ ଦୀର୍ଘ କାଳ ମାନେ ଆଜୀବନ ଆମେ ବହୁତ ଆମର ଗୁରୁମାନଙ୍କ ପାଖରୁ ଆମେ ଶିଖିଛୁ ଆମେ ଜୀବନର ଏକ କର୍ମଚର୍ଯ୍ୟା ଭିତରେ ଏହାକୁ ଗୋଟେ ଅଙ୍ଗ ବୋଲିକି ଧରି ନେବାର ଅଛି। ପ୍ରତ୍ୟେକ ଦିନ ଯେମିତି ଆମେ ଖାଇଛୁ ପିଉଛୁ ମଳମୂତ୍ର ତ୍ୟାଗ କରୁଛୁ ଯେଟା ନିତ୍ୟକର୍ମ ସେକୁ ଯୋଗ ସାଧନଟା ବି ମଧ୍ୟ ନିତ୍ୟକର୍ମ ହିସାବରେ ନେବାର ଅଛି ଜୀବନର ନିତ୍ୟକର୍ମ ହିସାବରେ ନେବାର ଅଛି ନେଲେ ଆମେ ସଂସାରକୁ ଠିକ୍ ଭାବରେ ଉପଭୋଗ କରିପାରିବା ନହେଲେ ସଂସାର ଆମକୁ ଭୋଗ କରିବା। ହଁ ତ୍ୟାଗ ଶିଖିଲେ ସିନା ଗ୍ରହଣ କରିପାରିବେ ତ୍ୟାଗ କଲେ ସିନା ଗ୍ରହଣ କରିବ। ବହୁତ ବହୁତ ଧନ୍ୟବାଦ ଆଜି ସପ୍ରେମୀ ଜୟଛି ସମୟ ଦେଇଥିବାରୁ ପୁଣି